ଜଗନ୍ନାଥ ସାଙ୍ଗମାନେ ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆମେ ଗତ ଭିଡ଼ିଓରେ ସାହିତ୍ୟ ସିନ୍ଧୁ ପୁସ୍ତକର ଜନ୍ମଭୂମି ବିଷୟବସ୍ତୁର ଆମେ କିଛି ବିଷୟବସ୍ତୁକୁ ଆଗେଇ ନେଇଥିଲେ। ଆଜି ଆମେ ଆଉ ଟିକେ ବିଷୟବସ୍ତୁକୁ ଆଗେଇ ନେବା। ତାହେଲେ ପିଲାମାନେ ପରବର୍ତ୍ତୀ ଭିଡ଼ିଓରେ ଆମେ ଦେଖିଥିଲେ ଯେ ଲେଖକ କହୁଛନ୍ତି ବା ପ୍ରାବନ୍ଧିକ କହୁଛନ୍ତି କ'ଣ ନା ଯେ ଯଦି ଗ୍ରାମର ଉନ୍ନତି ବା ଜନ୍ମଭୂମିର ଉନ୍ନତି ଦରକାର, ଉନ୍ନତି କରିବାର ଅଛି, ତାହେଲେ ମୋର ଉପସ୍ଥିତି ଦରକାର ନୁହେଁ। ମୁଁ ନ ଯାଇ ମଧ୍ୟ କ'ଣ କରିବି, ଅର୍ଥଦାନ କରି ମୁଁ କାର୍ଯ୍ୟଟାକୁ ସମ୍ପାଦନ କରିବାରେ ଅର୍ଥାତ୍ ମୋ ଗ୍ରାମର ଉନ୍ନତି ମଧ୍ୟ ହୋଇପାରିବ। ଏହି ବିଷୟବସ୍ତୁ ସେ କ'ଣ କରିଥିଲେ ନା ଆଲୋଚନା ସମାଲୋଚନା କରି ଏବଂ ସେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇ ତାକୁ ସେ ବର୍ଣ୍ଣନା କରି ଚାଲିଛନ୍ତି। ତାହେଲେ ଆମେ ଆଜି ଆଗକୁ ଯିବା। ତାହେଲେ ପିଲାମାନେ, ତେଣୁ ସେ ଗ୍ରାମକୁ ନ ଯାଇ ମଧ୍ୟ ତାହା କରାଯାଇପାରେ। ମୁଁ ଅର୍ଥଦାନ କରିବି, ଅର୍ଥଦାନ କରିବା ଦ୍ୱାରା କ'ଣ ହେବ ନା ଗ୍ରାମର ଉନ୍ନତି ହେବ। ମୁଁ ଗ୍ରାମକୁ ଯିବି ନାହିଁ। ଜନ୍ମଭୂମି ସହିତ ମୋର ଆଉ କି ପ୍ରକାର ସମ୍ବନ୍ଧ ଅଛି? ଯଦି ମୁଁ ଗ୍ରାମକୁ ନ ଯାଇ, ଜନ୍ମଭୂମିକୁ ନ ଯାଇ, ନିଜ ମାଟିକୁ ନ ଯାଇ ଅର୍ଥଦାନ କରି ଯଦି ଗ୍ରାମର ଉନ୍ନତି କରି ହେଉଛି, ତାହେଲେ ମୋର ଯିବାର କୌଣସି ଆବଶ୍ୟକତା ନାହିଁ। ତାର ଅର୍ଥ ହେଲା ମୋର ଗ୍ରାମ ବା ଆମର ଜନ୍ମଭୂମି ସହିତ ମୋର କୌଣସି ନିବିଡ଼ ସମ୍ପର୍କ ନାହିଁ, ନିବିଡ଼ ସମ୍ବନ୍ଧ ନାହିଁ। ମାନେ ତାପରେ ସେ କ'ଣ କରୁଛନ୍ତି ନା ବହୁ ବାଦ ବିସମ୍ବାଦ, ଅର୍ଥାତ୍ ବାଦ ବିସମ୍ବାଦର ଅର୍ଥ ହେଲା ଅନେକ ଗୁଡ଼ିଏ ତର୍କ ଆଲୋଚନା ପର୍ଯ୍ୟାଲୋଚନା କରିସାରିଲା ପରେ ସେ ପଲ୍ଲୀ ଗ୍ରାମର ନରନାରୀମାନଙ୍କ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ ଗୋଟାଏ ପରିବାରତ୍ୱ ପରମ୍ପରା ଗଢ଼ି ଉଠିଥାଏ ବୋଲି ସେ ଭାବୁଛନ୍ତି। ସେ ଯେକୌଣସି ଧର୍ମର ହେଉ କିମ୍ବା ଯେକୌଣସି ଜାତିର ହେଉ, ଦେଖିଥିବ ପିଲାମାନେ ଗ୍ରାମମାନଙ୍କରେ ଆମେ କ'ଣ କରିଥାଉ ନା ତାଙ୍କୁ କିଛି ଗୋଟେ ମାନ୍ୟତା ଦେଇ ତାଙ୍କୁ ସମ୍ବୋଧନ କରି ଡାକିଥାଉ। କକା, ଖୁଡ଼ି, ଅଜା, ଆଈ, ମଉସା, ମାଉସୀ, ଯଦିଓ ସେ ଆମର ଧର୍ମର ହୋଇନଥାଏ କିମ୍ବା ନିଜ ଜାତିର ନିଜ କୁଳର ମଧ୍ୟ ହୋଇନଥିବ, କିନ୍ତୁ ଆମେ ତାକୁ କ'ଣ କରିଥାଉ ନା ଡାକିଥାଉ। ଠିକ୍ ସେହି ଜିନିଷ କହୁଛନ୍ତି ଯେ ଅନେକ ଗୁଡ଼ିଏ ତର୍କ କରି ସାରିଲା ପରେ ସେ ଦେଖିଲେ ଯେ ଗାଁ ମାନଙ୍କରେ ନରନାରୀମାନଙ୍କରେ କ'ଣ ହୁଏ ନା ଗୋଟେ ସମ୍ପର୍କ ସୃଷ୍ଟି ହୋଇଥାଏ ଏବଂ ଏକ ପରିବାରତ୍ୱ ସିଙ୍ଗଲ ଫ୍ୟାମିଲି ମଧ୍ୟ ସେଠି ସୃଷ୍ଟି ହୋଇଥାଏ ବା ଭାବନା ସେଭଳିଆ ଥାଏ। କେହି କ'ଣ କରିଥାନ୍ତି ନା ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ି ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି। ଧରିନିଅ ପିଲାମାନେ, ମୁଁ ମନେକର ମୋର କାଟାଗାରି ହେଉଛି ସପୋଜ୍ OBC, ମୁଁ ଜେନେରାଲ ଜଣକୁ ମଧ୍ୟ କ'ଣ କରିପାରିବି ନା ସମ୍ବୋଧନ କରିପାରିବି ଏଜ୍ ଏ ଭାଇ, ଭଉଣୀ, କକା, କାକି, ଖୁଡ଼ି, ଯେକୌଣସି ଜିନିଷ କହି ମଧ୍ୟ ଆମେ କ'ଣ କରିପାରିବା ନା ସମ୍ବୋଧନ କରିପାରିବା। ମୋ ଜନ୍ମଭୂମି ସହିତ ଏ ମୋର ସମ୍ବନ୍ଧ ମୋର ଆଉ ନାହିଁ। ସେ ଯେଉଁ ଜନ୍ମଭୂମିରେ ବିଭିନ୍ନ ଜାତି ଧର୍ମର ଲୋକ ସହିତ ସମ୍ପର୍କ ସ୍ଥାପନ କରିବାଟା ମୋ ପକ୍ଷରେ ଆଉ ସମ୍ଭବପର ହୋଇପାରୁ ନାହିଁ। ଅର୍ଥାତ୍ ମୋର ଆଉ କୌଣସି ପ୍ରକାର ସମ୍ବନ୍ଧ ସେଠାରେ ନାହିଁ। ସମ୍ବନ୍ଧଟା କ'ଣ ହେଇଛି ନା ତୁଟି ଯାଇଛି। ଗ୍ରାମଟି ଯାକର ଭାଇ ଭଉଣୀ, କକା ଖୁଡ଼ି, ମାମୁଁ ମାଇଁ, ମଉସା ମାଉସୀ ଇତ୍ୟାଦି ସବୁ ପର ହୋଇଗଲେଣି। ଅର୍ଥାତ୍ କେହି ଆଉ ମୋ ନିଜର ହୋଇ ନାହାନ୍ତି। ଦେଖିପାରୁଥିବ ପିଲାମାନେ, ଏଇଟା ଗୋଟେ ଚିତ୍ର ଅଛି। ଏହି ଚିତ୍ରରେ କ'ଣ ହେଇଛି ନା ବିଭିନ୍ନ ପ୍ରକାର ଲୋକ ଏଠି ସମାହିତ ହୋଇଛନ୍ତି ବା ସମବେଷ୍ଟିତ ହୋଇଛନ୍ତି, ଗୋଟେ ଜାଗାରେ ଛିଡ଼ା ହୋଇଛନ୍ତି ଏବଂ ଗୋଟେ ଫଟୋ ଚିତ୍ର ଦେଖିବାକୁ ଆମକୁ ମିଳୁଛି। ଏଠାରେ କ'ଣ ନା ଏକ ପରିବାରତ୍ୱର ଏଇଟା ଗୋଟେ କ'ଣ କରୁଛି ନା ଆମକୁ ରିପ୍ରେଜେଣ୍ଟ ଦେଉଛି ବା ଉପସ୍ଥାପନା କରୁଛି। ଏଠାରେ ଦେଖିପାରୁଥିବ ପିଲାମାନେ ଭଗବତ ଟୁଙ୍ଗି ଅଛି। ଭଗବତ ଟୁଙ୍ଗିରେ ବିଭିନ୍ନ ପ୍ରକାର କ'ଣ ହେଉଛି ନା ଗ୍ରାମର ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକ ସେଠାରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥାଏ। ଠିକ୍ ସେହିଭଳି ଛୋଟ ଛୋଟ ଗ୍ରାମମାନଙ୍କରେ ଏକ ପରିବାରତ୍ୱ ବହୁତ ଦେଖିବାକୁ ମିଳିଥାଏ, କିନ୍ତୁ ସହରମାନଙ୍କରେ କାଁ ଭାଁ ଏକ ପରିବାରତ୍ୱ ଦେଖିବାକୁ ମିଳିଥାଏ। ଗ୍ରାମଟି ଜାଗାରେ କ'ଣ ହୋଇଥାଏ ନା ଯେକୌଣସି ପର୍ବପର୍ବାଣି ହେଲେ ସମସ୍ତେ ମୁଖ୍ୟତଃ ଗୋଟେ ଜାଗାରେ ସମବେଶିତ ହୋଇଥାନ୍ତି, କିନ୍ତୁ ସହରମାନଙ୍କରେ ଦୁର୍ଭାଗ୍ୟର ସହିତ କହିବାକୁ ପଡ଼ୁଛି ସେଠାରେ ନିଜେ ସେଲଫିସ୍ ବୋଲି ଆମେ କହିପାରିବା ମଧ୍ୟ। ମାନେ ସହରମାନଙ୍କରେ କ'ଣ ଲୋକ ସେଲଫିସ୍ ହେଇଯାଉଛନ୍ତି, ସେଲ୍ଫଲେସ୍ ହେଉନାହାନ୍ତି। କାହିଁକି? ସ୍ୱାର୍ଥପର ହୋଇଯାଉଛନ୍ତି। ସେମାନେ ନିଜ ପରିବାରକୁ ହିଁ ସବୁକିଛି ମାନୁଛନ୍ତି। କିନ୍ତୁ ଗ୍ରାମରେ କ'ଣ, ଜଣଙ୍କର ଅସୁବିଧା ହେଲା ମାନେ
ଟୋଟାଲ ଗ୍ରାମଟି ଜାଗାର ସମସ୍ତ ଲୋକ ତା ପାଖରେ ଛିଡ଼ା ହେଇଯିବେ। ଏଇଟା ହେଲା ଏକ ପରିବାରତ୍ୱ, ଯେଉଁଟାକି ଛୋଟ ଛୋଟ ଗାଁ ମାନଙ୍କରେ ଛୋଟ ଛୋଟ ସାହି ମାନଙ୍କରେ ଦେଖିବାକୁ ମିଳିଥାଏ। ଚେଷ୍ଟା କଲେ ମଧ୍ୟ ଏସବୁର ମଧୁର ସମ୍ପର୍କ ଆଉ ଫେରିବା ବା ଫେରି ପାଇବା ସମ୍ଭବ ନୁହେଁ। ତାହେଲେ ଯେତେ ଶତ ଚେଷ୍ଟା କଲେ ମଧ୍ୟ କ'ଣ ହେଉଛି ନା ପ୍ରାବନ୍ଧିକଙ୍କ ପକ୍ଷରେ ଏଇଟା ଆଉ ଦେଖିବାକୁ ମିଳୁନାହିଁ। ଗ୍ରାମ ମୁଣ୍ଡରେ ସାର ମାଉସୀ ତାର ଛୋଟ ପିଣ୍ଡାରେ ବହୁ ବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛି, ଆଜି ମଧ୍ୟ ବସିଥାଏ। ଇଏ ହେଉଛନ୍ତି ସେହି ସାର ମାଉସୀଙ୍କର ଫଟୋଚିତ୍ର। ଅର୍ଥାତ୍ ଆମେ ନେଇଛୁ ପିଲାମାନେ, ଇଏ ବାସ୍ତବରେ ସାର ମାଉସୀ ନୁହନ୍ତି, କିନ୍ତୁ ଆମେ ତାଙ୍କର ଗୋଟେ ପ୍ରତିଛବି ଭାବରେ ଜଣକୁ ନେଇଛୁ। ସେ କ'ଣ ନା ଗାଁର ପିଣ୍ଡାରେ, ଛୋଟ ପିଣ୍ଡାରେ ସେ ସବୁବେଳେ ବସିଥାନ୍ତି ଏବଂ ପଥର ଯେମିତି ଗୋଟେ ମୂର୍ତ୍ତି ସଦୃଶ ସବୁଦିନ ଶୋଭା ପାଉଥିଲା ଭଳିଆ, ପୂଜା ପାଉଥିଲା ଭଳିଆ ଛିଡ଼ା ହେଇଥାଏ, ଠିକ୍ ସେହିଭଳି ସାର ମାଉସୀ ମଧ୍ୟ କ'ଣ ନା ଗାଁରେ ଗୋଟିଏ ପିଣ୍ଡାରେ ସବୁଦିନ ପଥର ଭଳିଆ ବସିଥାନ୍ତି। ଆଜି ମଧ୍ୟ ବସିଛନ୍ତି। ଆଗେ ଦେଖିବା ମାତ୍ରେ ପଚାରୁଥିଲେ କେବେ ଆସିଲୁ ବାପା? ସେ ପଚାରୁଥିଲେ କ'ଣ ବୋଲି ପଚାରୁଥିଲେ ନା ବାପା ତୁମେ କେବେ ଆସିଲ? କିନ୍ତୁ ଆଜିକାଲି କହୁଛନ୍ତି କେବେ ଆସିଲ ବାବୁ। ଏଇ ଯେଉଁ ବାବୁର ସମ୍ବୋଧନଟା ଲେଖକ ବା ପ୍ରାବନ୍ଧିକଙ୍କ ପାଇଁ ହଜମ ହୋଇପାରୁନାହିଁ। କାହିଁକି? ସମ୍ପର୍କଟା କେତେବେଳେ ହୁଏ ନା ଯେତେବେଳେ ନିଜର ବୋଲି ବିବେଚନା କରାଯାଏ ଏବଂ ସମ୍ବୋଧିତ କରାଯାଏ, ସମ୍ବନ୍ଧ ପଦ ସେଠି ହିଁ ମଧୁର ଲାଗିଥାଏ। ଏଠି କ'ଣ ହେଉଛି ନା ଅଫିସରଗିରି ପଳେଇ ଆସୁଛି। ଯେଉଁଟା ଆମେ କହୁଛନ୍ତି ସାର ମାଉସୀ କହୁଛନ୍ତି କେବେ ଆସିଲ ବାବୁ, ବାବୁର ଅର୍ଥ କ'ଣ? ଅଫିସର, ଚାକିରିଆ। କିନ୍ତୁ ତାକୁ ପ୍ରାବନ୍ଧିକଙ୍କୁ ଏଇ ଯେଉଁ ଅଫିସରର ଶବ୍ଦଟା ପସନ୍ଦ ନୁହେଁ। ଗ୍ରାମର ମଝିରେ ଗୋବିନ୍ଦ ଭାଇର କ୍ଷୁଦ୍ର କୁଟୀର। ଇଏ ହେଉଛି ଗୋଟେ ଗାଁର ଛୋଟ ଘର। ଏଇ ଛୋଟ ଘରେ କ'ଣ ହେଇଛି ନା ଆଜୀବନ ଅକର୍ମା ଅବିବାହିତ, ଅର୍ଥାତ୍ ଅକର୍ମାର ଅର୍ଥ ସେ କୌଣସି ପ୍ରକାର କାମ କରିପାରୁନାହାନ୍ତି। ସେ ହେଉଛନ୍ତି ପର୍ସନ୍ ୱିଥ୍ ଡିଜାବିଲିଟି ବା ଆମେ ଯେଉଁଟା ହ୍ୟାଣ୍ଡିକ୍ୟାପ୍ ବୋଲିକରି କହୁଛୁ। ସେ କିଛି କାମଧନ୍ଦା କରିପାରନ୍ତି ନାହିଁ, ଅକର୍ମା ତଥା ଅବିବାହିତ, ବିବାହ ମଧ୍ୟ କରିପାରି ନାହାନ୍ତି। ସେ ତାଙ୍କର କ୍ଷୁଦ୍ର କୁଟୀରକୁ ସେ କ'ଣ କରୁଛନ୍ତି ନା ଦୁର୍ଗ କରି ସମଗ୍ର ବିଶ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଆସିଛନ୍ତି। ଇଏ ଯଦିଓ ଗୋଟେ ଛୋଟ ଘର, ଏ ଛୋଟ ଘର ମଧ୍ୟରେ କ'ଣ ଅଛି ନା ବିଶ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବାର କ୍ଷମତା ଅଛି ୟା ପାଖରେ। କାହିଁକି? ଏଠାରେ ଦେଶ ବିଦେଶର ସମସ୍ତ ଖବର କ'ଣ ହେଇଥାଏ ନା ଆଲୋଚନା କରାଯାଇଥାଏ ପିଲାମାନେ। ନେକ୍ସଟ ଆଗକୁ ଯିବାରେ ପିଲାମାନେ ଆଗେ ଦେଖା ହେଲେ କ'ଣ କହୁଥିଲେ ନା ବହୁ ମାନ ସହିତ ସେ ମୋତେ ତାର କୁଟୀରରେ କ'ଣ କରୁଥିଲେ ନା ବସାଇ ମନୋବୋଧ ଚଉତିଶା ବ୍ୟାଖ୍ୟା କରୁଥିଲେ। ସେ ମନୋବୋଧ ଚଉତିଶା ବିଷୟରେ ସେ କ'ଣ କରୁଥିଲେ ନା ବର୍ଣ୍ଣନା କରୁଥିଲେ, ମୋତେ ବୁଝାଉଥିଲେ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ, ଆଜି ମୁଁ ଯେତେବେଳେ ଶତ ଚେଷ୍ଟା କଲେ ମଧ୍ୟ ତାର ଆଉ ପୂର୍ବ ପ୍ରତ୍ୟୟ ଫେରିପାଏ ନାହିଁ। ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି। ଗ୍ରାମମାନଙ୍କରେ କ'ଣ ହେଇଛି ନା ଛୋଟ ଛୋଟ ଶିଶୁମାନଙ୍କର ଆବିର୍ଭାବ ହେଇଛି। ଏଠାରେ ଯାହାକୁ ଦେଖିଲେ ମଧ୍ୟ ନୂଆ ନୂଆ ଲାଗୁଛନ୍ତି। କାହିଁକି? ଗ୍ରାମରୁ ଯେହେତୁ 25 ବର୍ଷ ହେବ, 30 ବର୍ଷ ହେବ ସେ କ'ଣ ଥିଲେ ନା ବାହାରେ ରହିକି ଚାକିରି କରୁଛନ୍ତି। ଯାହାଫଳରେ ଯେତେବେଳେ ଗ୍ରାମକୁ ଆସୁଛନ୍ତି ବା ଫେରୁଛନ୍ତି ସେ ସମୟରେ ନୂଆ ଚେହେରା ତାଙ୍କୁ ଦେଖିବାକୁ ମିଳୁଛି। ଏବଂ ସେ ଯେଉଁ ଆଡ଼କୁ ଚାହିଁଲେ କ'ଣ ଦେଖୁଛନ୍ତି ନା ଶୀର୍ଣ୍ଣ, ଆଉ କ'ଣ ଦେଖୁଛନ୍ତି ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କ ସମାବେଶ ଦେଖାଯାଏ। ସେ ଦେଖୁଛନ୍ତି ଏଠାରେ କ'ଣ ନବାଗତ ଅତିଥି। ନବାଗତ ଅତିଥି କହିଲେ କ'ଣ? ନୂତନ ଶିଶୁ। ଶୀର୍ଣ୍ଣ କହିଲେ କ୍ଷୀର୍ଣ୍ଣ ଓ ଦୁର୍ବଳମାନଙ୍କୁ ବୁଝାଏ। ଯେଉଁମାନଙ୍କର ଶରୀର ପତଳା ସେମାନଙ୍କୁ ଶୀର୍ଣ୍ଣ ବୋଲି କୁହାଯାଏ। ଉଲଗ୍ନ, ଯାହା ଦେହରେ ବସ୍ତ୍ର ନଥାଏ। ଦେଖିପାରୁଥିବ ପିଲାମାନେ ଏଇ ଯେଉଁ ମ୍ୟାକ୍ସିମମ୍ ଛୋଟ ଛୋଟ ଛୁଆମାନଙ୍କର ଦେହରେ ବସ୍ତ୍ର ମଧ୍ୟ ନାହିଁ। ଆଉ କ'ଣ ନା କୃଶୋଦର, ଯାହାର ସରୁ ଅଣ୍ଟା, ଅଣ୍ଟା ଯାହାର ସରୁ ତାକୁ କୁହାଯିବ କୃଶୋଦର। ଲମ୍ବୋଦର, ଯାହାର ପେଟ ବାହାରି ଯାଇଛି, ପେଟୁଆ ବୋଲିକରି ଆମେ କହୁଛୁ। ଅବାଞ୍ଛିତ, ଅଦରକାରୀ। ଏଭଳିଆ ବିଭିନ୍ନ ବର୍ଗର ଲୋକମାନଙ୍କୁ ସେ ଦେଖିବାକୁ ଏଠାରେ ପାଉଛନ୍ତି। ଏବଂ ଏମାନଙ୍କ ମଧ୍ୟରୁ କେହି ସୁଦ୍ଧା ମୋତେ ଜାଣନ୍ତି ନାହିଁ। ଦୁଃଖ ସେଇଠି ଲାଗୁଛି ପିଲାମାନେ।
ଯେତେବେଳେ ନୂତନ ଅତିଥି ଭାବରେ ମଧ୍ୟ ସେମାନେ କ'ଣ କରୁଛନ୍ତି ନା ବ୍ୟବହାର ପ୍ରଦର୍ଶନ କରୁଛନ୍ତି। କେବେ କେବେ ଦେଖାହେଲେ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫକୁ ଚାହିଁ ରହିଲା ପରି ସେମାନେ ମୋତେ ଖାଲି ଚାହିଁ ରହିଛନ୍ତି। ଯେତେବେଳେ ଆମେ ଗ୍ରାମକୁ ନୂଆ କରି ଯିବା ବା ଗ୍ରାମରେ ନୂତନ ଲୋକ ସହିତ ଯେତେବେଳେ ଆମର ସମ୍ପର୍କ ସ୍ଥାପନ ହେବ, ସେ ସମୟରେ ଆମକୁ କ'ଣ କରିବେ ନା ସେମାନେ ଆମକୁ ଚାହିଁ ରହିବେ। ଗୋଟେ ଏକ୍ଜାମ୍ପଲ୍ ନେଇଯିବା, ପିଲାମାନେ ଛୋଟ ଏକ୍ଜାମ୍ପଲ୍ ନେଇଯିବା ଯେ ଯଦି ତୁମେ କୌଣସି ଗୋଟେ ଗାଁକୁ ଛୋଟ ଗାଁକୁ ଯାଇଛ, ଯଦି ତୁମେ ନିଜ ବେଶ ପୋଷାକରେ ବ୍ଲେଜର୍ ୟୁଜ୍ କରିଛ, ଜୋତା ୟୁଜ୍ କରିଛ ଏବଂ ଗୋଟେ ଛୋଟ ଗାଁକୁ ଯଦି ଯାଇଛ, ସେମାନେ ତୁମକୁ ବଲ ବଲ କରି ଚାହୁଁଥିବେ। କାହିଁକି ଚାହୁଁଥିବେ? ଯେହେତୁ ତାଙ୍କ ପରିବେଶ ସହିତ ତୁମ ପରିବେଶ ସମାନ ହେଉନାହିଁ। ଠିକ୍ ସେହି ଜିନିଷ ଏଠାରେ କହିବା ପାଇଁ ଚାହୁଁଛନ୍ତି ଯେ ସେ ଯେତେବେଳେ ଗାଁକୁ ଫେରୁଛନ୍ତି, ଗାଁକୁ ଫେରିଲା ପରେ କ'ଣ ଦେଖୁଛନ୍ତି ନା ଆଫ୍ରିକାର ଯେମିତି ଜେବ୍ରାକୁ ଲୋକ ଚାହିଁ ରହିଲା ଭଳିଆ ମୋତେ ମଧ୍ୟ କ'ଣ କରୁଛନ୍ତି ନା ବଲ ବଲକିନା ଚାହିଁ ରହିଛନ୍ତି। ଏବଂ ଆଉ କ'ଣ, ଗ୍ରାମମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାନ୍ତି, ସେମାନେ ରାଜନୀତିର ଆଶ୍ରୟ ନେଇଛନ୍ତି। ଅର୍ଥାତ୍ ଗାଁ ମାନଙ୍କରେ ଦେଖିବାକୁ ପାଇବ ପିଲାମାନେ, ଯେଉଁଟା ଆମର ଦେଶୀ ଭାଷାରେ କହୁଛୁ କୁଜି ନେତା, ଛୋଟ ଛୋଟ ନେତା ଯେଉଁମାନଙ୍କର କିଛି କାମଧନ୍ଦା ନଥାଏ, ସେମାନେ କ'ଣ କରିବେ ନା ରାଜନୀତିର ଆଶ୍ରୟ ନେଇଥାନ୍ତି। ସେମାନେ ଚାକିରି ମଧ୍ୟ ପାଇନଥିବେ କିମ୍ବା ଗ୍ରାମ ମଧ୍ୟ ଛାଡ଼ି ନଥିବେ। ସେମାନଙ୍କର ପାଖରେ ଏତେ ଟାଉଟରଗିରି ଥିବ, ଏତେ ରାଜନୀତି କଥା ଜାଣିଥିବେ, ତାଙ୍କୁ ଛୁଇଁ ହେବ ନାହିଁ ପିଲାମାନେ। କେହି କେହି ଏମାନଙ୍କ ଭିତରୁ କ'ଣ କହିବେ ନା ଆମେ କଂଗ୍ରେସ ଦଳକୁ ସେମାନେ ସମର୍ଥନ କରୁଥିବେ। ଆଉ କେତେ ଜଣ କହୁଥିବେ ଗଣତନ୍ତ୍ରକୁ ଆମେ ସମର୍ଥନ କରୁଛୁ। ଆଉ କେତେ ଜଣ କହୁଥିବେ କମ୍ୟୁନିଷ୍ଟକୁ ଆମେ ସମର୍ଥନ କରୁଛୁ। ଆଉ କେତେ ଜଣ କହିବେ ସୋସିଆଲିଷ୍ଟକୁ ଆମେ ସମର୍ଥନ ଜଣାଉଛୁ। ଅର୍ଥାତ୍ ବିଭିନ୍ନ ରାଜନୈତିକ ଦଳକୁ ସେମାନେ କ'ଣ କରୁଥିବେ ନା ସେମାନେ ସମର୍ଥନ କରୁଥିବେ। ତାହେଲେ ଆଗକୁ ବଢ଼ିବା ପିଲାମାନେ, ଆମେ ଦେଖିବା କ'ଣ ନା ଏଇ ଯେଉଁ କେତେକ ଅଶିକ୍ଷିତ ତଥା ଚାକିରି ନ ପାଇ ଗ୍ରାମରେ ରହିଯାଇଥିବା ବାଳକ ବାଳିକାମାନେ କ'ଣ କରିଥାନ୍ତି ନା ରାଜନୀତିର ଆଶ୍ରୟ ନେଇଥାନ୍ତି। ଏମାନେ କ'ଣ କରିବେ ନା ବିଭିନ୍ନ ଦଳକୁ ସମର୍ଥନ ଜଣାଇ ଦଳ ସହିତ ସାମିଲ ହୋଇ ବିଭିନ୍ନ କାମ ଏମାନେ କରିଥାନ୍ତି। ଏବଂ ଆଜି ପାଇଁ ଏତିକି ଏକା ପିଲାମାନେ, ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍, ଥ୍ୟାଙ୍କ ୟୁ ସୋ ମଚ୍।